ଆମେ ସମସ୍ତେ ସ୍ୱପ୍ନ ଦେଖିଥାଉ। ଭଲ ସ୍ୱପ୍ନ ଯେତେବେଳେ ସତରେ ପରିଣତ ହୁଏ ସେତେବେଳେ ଆମ ଖୁସି କହିଲେ ନ ସରେ। ସେହିପରି ଏକ ସୁନ୍ଦର ରାଜକୁମାର ବିଷୟରେ ଆଜି ପଢ଼ିବା। ଦର୍ଶକ ବନ୍ଧୁ, ଗଳ୍ପଗୁଚ୍ଛର ଏହି ସୁନ୍ଦର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କର୍ଣ୍ଣାଟକ ରାଜ୍ୟରେ ରାଜପରିବାରର ଜ୍ଞାତି କୁଟୁମ୍ବ ଭିତରେ ମନୋହର ନାମରେ ଜଣେ ସୁନ୍ଦର ଯୁବକ ଥାଆନ୍ତି। ସେ ଯେପରି ସାହସୀ ସେପରି ଧୈର୍ଯ୍ୟଶୀଳ। ତାଙ୍କ ନାମ ଭଳି ଦେଖିବାକୁ ସେ ସୁନ୍ଦର ମଧ୍ୟ। ଅନେକ ଅଭିଜାତ ପରିବାରରୁ ତାଙ୍କ ସକାଶେ ବିବାହ ପ୍ରସ୍ତାବ ଆସୁଥାଏ, କିନ୍ତୁ ସେ କୌଣସି ପ୍ରସ୍ତାବ ଗ୍ରହଣ କରିବାକୁ ରାଜି ନଥାନ୍ତି। ରହସ୍ୟ ହେଲା, ଥରେ ସ୍ୱପ୍ନରେ ସେ ଜଣେ ଅପୂର୍ବ ସୁନ୍ଦରୀକୁ ଦେଖିଥିଲେ। ଗୋଟିଏ ମନୋରମ ହ୍ରଦ କୂଳରେ ସେ ସୁନ୍ଦରୀ ବୁଲୁଥିଲେ। ହ୍ରଦଟିକୁ ବେଷ୍ଟନ କରିଥାଏ କେତୋଟି ପର୍ବତ। ହ୍ରଦର ଚତୁର୍ଦିଗରେ ଫୁଲ ଫଳ ଭରା। ମନୋହର ଯେ ସ୍ୱପ୍ନରେ ସୁନ୍ଦରୀକୁ ଖାଲି ଦେଖିଲେ ତାହା ନୁହେଁ, ତାଙ୍କ ନାମ ମଧ୍ୟ ଶୁଣିଲେ। ଅନୁପମା ବୋଲି କେହି ଜଣେ ସୁନ୍ଦରୀକୁ ଡାକିଦେବା ଫଳରେ ସୁନ୍ଦରୀ ହ୍ରଦ ଭିତରକୁ ଡେଇଁ ପଡ଼ି ଅଦୃଶ୍ୟ ହୋଇଗଲେ। ଏ ତ ଥିଲା ମନୋହରଙ୍କ ସ୍ୱପ୍ନ, କିନ୍ତୁ ସ୍ୱପ୍ନରୁ ଉଠି ସୁଦ୍ଧା ସେ ସୁନ୍ଦରୀକୁ ଭୁଲି ପାରିଲେ ନାହିଁ। ତାଙ୍କ ଧାରଣା ହେଲା, ବାସ୍ତବ ଜଗତରେ ସେ ସୁନ୍ଦରୀ କେଉଁଠି ନା କେଉଁଠି ନିଶ୍ଚୟ ଥିବେ। ମନୋହର ମନେ ମନେ ସେହି ସୁନ୍ଦରୀକୁ ଖୋଜୁଥାନ୍ତି, କିନ୍ତୁ ଯେତେ କନ୍ୟା ସେ ଦେଖୁଥାନ୍ତି, ସେମାନଙ୍କ ଭିତରେ ସେ ସ୍ୱପ୍ନର ସୁନ୍ଦରୀ କାହାରି ତୁଳନା ହୋଇପାରୁ ନଥାନ୍ତି। ଜଣେ ଯୁବରାଜ ମନୋହର ଜଣେ ପରିବ୍ରାଜକ ସାଧୁଙ୍କୁ ଦେଖିଲେ ଏବଂ ତାଙ୍କ ସ୍ୱପ୍ନ ବିଷୟରେ କହିଲେ। ସାଧୁ କହିଲେ, ତୁମେ ଯେପରି ବର୍ଣ୍ଣନା ଦେଉଛ, ସେପରି ହ୍ରଦଟିଏ ରହିଥିବାର ମୁଁ ଜାଣେ। ତାହା ଜଣେ ଗନ୍ଧର୍ବ ରାଜାଙ୍କର ବାସସ୍ଥାନ। ହୁଏତ ତୁମ ଚେତନା କିମ୍ବା ନିଦ୍ରିତ ଅବସ୍ଥାରେ ତୁମେ ଗନ୍ଧର୍ବ ରାଜ୍ୟକୁ ଉଡ଼ିଯାଇ ଗନ୍ଧର୍ବ କନ୍ୟାକୁ ଦେଖିଛ। ପୂର୍ଣ୍ଣମା ରାତିରେ ଗନ୍ଧର୍ବ କନ୍ୟାମାନେ ହ୍ରଦ କୂଳରେ ବିହାର କରନ୍ତି। ମହାଶୟ, ମୋତେ ସେହି ହ୍ରଦକୁ ଯିବାର ବାଟଟି ବତାଇ ଦିଅନ୍ତୁ। ମନୋହର ସାଧୁଙ୍କୁ ଅନୁରୋଧ କଲେ। ସାଧୁ ଜଣକ ବିସ୍ତାର କରି ତାଙ୍କୁ ହ୍ରଦର ଠିକଣା ବତାଇ ଦେଲେ। ମନୋହର ତହିଁ ପରଦିନ ସେହି ହ୍ରଦ ଅଭିମୁଖେ ଯାତ୍ରା କଲେ। 3-4 ମାସ ଘୋଡ଼ା ଚଢ଼ି ଅନ୍ୱେଷଣ କରିବା ପରେ ଶେଷରେ ତାଙ୍କର ବ୍ରତ ଶେଷ ହେଲା ଏବଂ ସେ ପହଞ୍ଚିଲେ ହ୍ରଦ ପାଖରେ। ବାସ୍ତବିକ ସ୍ୱପ୍ନରେ ସେ ଯେ ପରିବେଶ ଦେଖିଥିଲେ, ସେହି ପରିବେଶ ସେଠାରେ ସେ ଦେଖିବାକୁ ପାଇଲେ। ସେ ନିଶ୍ଚିତ ହୋଇଗଲେ ଯେ ତାଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି। ପୂର୍ଣ୍ଣମା ରାତି ହେବାକୁ ଆଉ 2 ଦିନ ବାକି ଥାଏ। ମନୋହର ଗୋଟିଏ ଗୁଳ୍ମକୁ ନିଜର ଆଶ୍ରୟ ରୂପରେ ବାଛିନେଲେ। ଅପେକ୍ଷା କଲେ। ପୂର୍ଣ୍ଣମା ଚନ୍ଦ୍ର ଆକାଶକୁ ଉଠିବା ପରେ କେତେକ ଗନ୍ଧର୍ବ କନ୍ୟା ହ୍ରଦ ତୀରରେ ବୁଲିଲେ ଏବଂ ତାଙ୍କର ଦୃଷ୍ଟିରେ ପଡ଼ିଲା ଏ କଥା। ଗନ୍ଧର୍ବ କନ୍ୟାମାନେ କୌଣସି ଗୋଟିଏ ସୁନ୍ଦରୀ ଗନ୍ଧର୍ବ କନ୍ୟାକୁ ଅନୁପମା ନାମରେ ଡାକୁଥିବାର ମଧ୍ୟ ସେ ଶୁଣିବାକୁ ପାଇଲେ। ଅନ୍ୟମାନଙ୍କ ସହ ଲୁଚକାଳି ଖେଳିବା ଭିତରେ ଥରେ ମନୋହର ଲୁଚିଥିବା ଗୁଳ୍ମ ଭିତରକୁ ପଶି ଆସିଲେ ସୁନ୍ଦରୀ ଜଣକ। ମନୋହରକୁ ଦେଖି ସେ ଚମକି ପଡ଼ିଲେ ଏବଂ ପଳାଇ ଯିବାକୁ ବସନ୍ତେ ମନୋହର ତାଙ୍କ ପଥରୋଧ କରି ନିଜ କଥା କହିଲେ ଏବଂ ତାଙ୍କୁ ବିବାହ କରିବା କଥାଟି ମଧ୍ୟ କହିଲେ। ଅନୁପମା ହସିଦେଇ ଗୁଳ୍ମ ଭିତରୁ ଖସି ପଳାଇଲେ। ମନୋହର ପଛରୁ କହିଲେ, ଅନୁପମା, ତୁମେ କ'ଣ ଆଉ ଥରେ ଦେଖା ହୋଇ ପାରିବନି? ଅନୁପମା ଚନ୍ଦ୍ରକୁ ହାତ ଦେଖାଇ ହ୍ରଦକୁ ଡେଇଁପଡ଼ି ଅଦୃଶ୍ୟ ହୋଇଗଲେ। ମନୋହର ବୁଝିଗଲେ ଯେ ଆଗାମୀ ପୂର୍ଣ୍ଣମା ବେଳକୁ ଯାଇ ପୁଣି ଅନୁପମା ଦେଖାଦେବେ। ଧୈର୍ଯ୍ୟ ଧରି ସେ ଅପେକ୍ଷା କଲେ ଏବଂ ପୂର୍ଣ୍ଣମା ପୁଣି ଆସିଲା। ଯଥା ସମୟରେ ଗନ୍ଧର୍ବ କନ୍ୟାମାନେ ହ୍ରଦ ତୀରରେ ଦେଖାଦେଲେ। ଅନୁପମା ଅନ୍ୟମାନଙ୍କଠାରୁ ଅଲଗା ହୋଇ ଇଚ୍ଛା କରି ଗୁଳ୍ମ ଆଡ଼େ ଚାଲିଆସିବେ ବୋଲି ମନୋହର ତାଙ୍କ ଆଡ଼େ ଅଗ୍ରସର ହେବା ମାତ୍ରେ ସେ ଦୌଡ଼ି ପଳାଇବାକୁ ଲାଗିଲେ। ମନୋହର ଝପଟି ଯାଇ ତାଙ୍କର ବାହୁକୁ ଧରି ପକାଇଲେ, କିନ୍ତୁ ସେତିକିବେଳେ କେହି ଅନୁପମା ବୋଲି ଡାକ ଦେବାରୁ ସେ ହାତ ମୁକୁଳାଇ ନେଇ ହ୍ରଦ ଭିତରେ ଅଦୃଶ୍ୟ ହୋଇଗଲେ। ମନୋହର ଖୁବ୍ ଦୁଃଖିତ ହୋଇ ହ୍ରଦ କୂଳରେ ଠିଆ ହୋଇଛନ୍ତି। ଚାହୁଁ ଚାହୁଁ ହ୍ରଦ ଭିତରୁ ବାହାରି ଆସିଲେ ଗନ୍ଧର୍ବରାଜ ଓ ତାଙ୍କ ସହିତ 3 ଜଣ କନ୍ୟା। ସେ 3 ଜଣ ଯାକ ଦେଖିବାକୁ ଏକା ଭଳି ଦେଖାଯାଉଥିଲେ। ଗନ୍ଧର୍ବ ଜଣକ ପଚାରିଲେ, ତୁମର ଉଦ୍ଦେଶ୍ୟ କ'ଣ ଯୁବକ? ମହୋଦୟ, ମୁଁ ଅନୁପମାକୁ ବିବାହ କରିବାକୁ ଚାହେଁ। ମନୋହର ଉତ୍ତର ଦେଲେ। ଅନୁପମା କାହିଁ? ପଚାରିଲେ ଗନ୍ଧର୍ବରାଜ। ମନୋହର 3 କନ୍ୟାଙ୍କ ଆଡ଼େ ଅନାଇଲେ, କିନ୍ତୁ ଅନୁପମା କିଏ ଠଉରାଇ ପାରିଲେ ନାହିଁ। ଗନ୍ଧର୍ବରାଜ କହିଲେ, ଯଦି ଆଉ ମୁହୂର୍ତ୍ତକ ଭିତରେ ଅନୁପମାକୁ ଚିହ୍ନି ପାରିବ, ତେବେ ତାକୁ ଗୋଟିଏ ସର୍ତ୍ତରେ ତୁମେ ବିବାହ ହୋଇପାରିବ। ମନୋହର 3 କନ୍ୟାଙ୍କ ବାହୁ ସବୁଆଡ଼େ ଦୃଷ୍ଟି ପକାଇଲେ। ହଠାତ୍ ଜଣକୁ ଚିହ୍ନାଇ ଦେଲେ, କାରଣ ସେ କନ୍ୟାଟିର ବାହୁ ଯେ ଧରି ପକାଇଥିବାରୁ କନ୍ୟାଟିର ହାତ ରକ୍ତିମ ହୋଇଯାଇଥିଲା। ଗନ୍ଧର୍ବରାଜ ଖୁସି ହୋଇ କହିଲେ, ବେଶ୍, ତୁମେ ଅନୁପମାକୁ ବିବାହ କରିପାର, କିନ୍ତୁ ଗୋଟିଏ ସର୍ତ୍ତରେ। ତୁମେ କେବେ ମଧ୍ୟ
ତା ଉପରେ ବିରକ୍ତ ହେବ ନାହିଁ। ବିରକ୍ତ ହେଲେ ସେ ଚାଲି ଆସିବ। ଗନ୍ଧର୍ବ ରାଜାଙ୍କର ସର୍ତ୍ତରେ ରାଜି ହୋଇ ମନୋହର ସେଠାରେ ଗନ୍ଧର୍ବ ରୀତିରେ ଅନୁପମାକୁ ବିବାହ କଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ଆସିଲେ। ଦିନ ସୁଖରେ ବିତି ଯାଉଥାଏ। ଦିନେ ଜଣେ ଅମାତ୍ୟଙ୍କର ପୁତ୍ର ସନ୍ତାନ ଲାଭ ଉଦ୍ଦେଶ୍ୟରେ ଭୋଜି ହେଉଥାଏ। ମନୋହର ଏବଂ ଅନୁପମା ମଧ୍ୟ ନିମନ୍ତ୍ରିତ ହୋଇଥାନ୍ତି। ସମସ୍ତେ ମିଶି ଶିଶୁକୁ ସ୍ନେହ ସଦିଚ୍ଛା ଦେଖାଉଥାନ୍ତି। ମନୋହର ମଧ୍ୟ ତାକୁ ହାତକୁ ନେଲେ ଏବଂ ସୌଜନ୍ୟ ଦୃଷ୍ଟିରୁ ଅନୁପମାକୁ ନେବାକୁ କହିଲେ। କିନ୍ତୁ ଅନୁପମା ମୁହଁ ମୋଡ଼ି କହିଲେ, ନା, ମୁଁ ତାକୁ ଛୁଇଁବି ନାହିଁ। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ମନୋହର ଲଜ୍ଜାରେ ସୀମା ରହିଲା ନାହିଁ। ସେ ଅଳ୍ପ ସମୟ ପରେ ଅନୁପମାକୁ ନିଜ ଘରକୁ ନେଇ ଫେରିଲେ ଏବଂ କ୍ରୋଧ ସମ୍ବରଣ କରି ନ ପାରି ତାଙ୍କୁ ଚାପୁଡ଼ାଏ ଦେଇ କହିଲେ, ତୁମେ ଏତେ ଅଭଦ୍ର ଆଚରଣ କଲ କିପରି? ଅନୁପମା କହିଲେ, ସେ ଶିଶୁ ଗୋଟିଏ ରାକ୍ଷସର ଆତ୍ମା। ସେ ଦିନେ ରାକ୍ଷସ, ବର୍ବର ଓ ଅତ୍ୟାଚାରୀ ହେବ। ବହୁ ଲୋକଙ୍କର ମୃତ୍ୟୁର କାରଣ ହେବ। ତାକୁ ମୁଁ ଛୁଇଁଥାନ୍ତି କିପରି? ଏକଥା ଯାହା ହେଉନା କାହିଁକି, ତୁମେ ତୁମର ସର୍ତ୍ତ ଉଲ୍ଲଙ୍ଘନ କରିଛ। ତେବେ ପ୍ରଥମ ଥର ପାଇଁ ମୁଁ ଏହା ସହିନେଲି। ମନୋହର ସଚେତନ ହୋଇ ତେଣିକି ଅନୁପମାଙ୍କ ସହ ଖୁବ୍ ସାବଧାନରେ ଚଳୁଥାନ୍ତି। ଦିନେ ରାଜା ମରିଗଲେ। ଚାରିଆଡ଼େ ହାହାକାର ପଡ଼ିଗଲା। କିନ୍ତୁ ଅନୁପମା ଚୁପଚାପ ବସିଥିଲେ। ହଠାତ୍ ହସି ଉଠିଲେ ଯେତେବେଳେ ଘରେ 8-10 ଜଣ ପାତ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ସେମାନେ କାବା ହୋଇ ଅନାଇଲେ ମନୋହର ଅନୁପମାକୁ ଝିଙ୍କି ଦେଇ କହିଲେ, ମୁଣ୍ଡ ଖରାପ? ଅନୁପମା କଣ୍ଠସ୍ୱର ନିମ୍ନ କରି କହିଲେ, ରାଜା ପୁଣ୍ୟବାନ। ତାଙ୍କର ଆତ୍ମା ସିଧାସଳଖ ଦେବଲୋକକୁ ଗଲା। ମୁଁ ନ ହସି କାନ୍ଦନ୍ତି କିପରି? କିନ୍ତୁ ତୁମେ ତୁମର ସର୍ତ୍ତ ଭଗ୍ନ କରିଛ। ଶେଷ ଥର ପାଇଁ କ୍ଷମା କଲେ। ମନୋହର ଏପରି ଆହୁରି ସାବଧାନରେ ଚଳିଲେ। ରାଜାଙ୍କର ମୃତ୍ୟୁ ଅନ୍ତେ ଦେଖାଗଲା ଯେ ରାଜାଙ୍କର ସନ୍ତାନ ସନ୍ତତି ନଥିବାରୁ ତାଙ୍କର ଉତ୍ତର ଅଧିକାରୀ ମନୋହରକୁ ହିଁ ମିଳିବ। ମନୋହର ଅଭିଷେକ ହୋଇ ନ ଥାଏ। ଏହି ସମୟରେ ମନ୍ତ୍ରୀଙ୍କ ପୁଅର ବାହାଘର ହେଲା। ସେତେବେଳେ ସମସ୍ତେ ଖୁସି। ହଠାତ୍ ଅନୁପମା କାନ୍ଦିବାକୁ ଲାଗିଲେ। ମନୋହର ତାଙ୍କୁ ଧରି ବାହାରି ଆସିଲେ ଏବଂ ଚାପୁଡ଼ାଏ ମାରି କଠୋର କଣ୍ଠରେ ଧମକ ଦେଲେ, ତୁମେ ଏମିତି କଲ କିପରି? ନବଦମ୍ପତିଙ୍କ ଜୀବନରେ ସୁଖ ନାହିଁ। ଦୁହିଁଙ୍କର ସ୍ୱଭାବ ବିପରୀତ। କିଛି ଦିନ ପରେ କଳିଗୋଳ ମାଡ଼ଗୋଳରେ ପରିଣତ ହେବ। ସେ ଯାହା ହେଉ, ଏଥର ମୁଁ ଚାଲିଲି। ଏହା କହି ଦୁଃଖପୂର୍ଣ୍ଣ ଭାବରେ ଥରେ ମନୋହରକୁ ଅନାଇ ଦେଇ ସେ ଦୂରକୁ ଚାଲିଗଲେ। ମନୋହର ଆଖିରୁ ଅଶ୍ରୁଧାର ବହି ଚାଲିଲା, କିନ୍ତୁ ସେ ତାଙ୍କୁ ଅଟକାଇଲେ ନାହିଁ। ଆପଣ କୁହନ୍ତୁ ଦର୍ଶକ ବନ୍ଧୁ, ଅନୁପମାକୁ ପାଇବାକୁ ସେ ବହୁତ କଷ୍ଟ କରିଥିଲେ, କିନ୍ତୁ ଅଟକାଇଲେ ନାହିଁ କାରଣ ମନୋହର ବୁଝିପାରିଥିଲେ ଯେ ମଣିଷ ଭାବରେ ସେ ଯେପରି ତାଙ୍କର ସ୍ୱଭାବ ବଦଳାଇ ପାରିବେ ନାହିଁ ଏବଂ ଅସାମାଜିକ ଆଚରଣରେ ଅସନ୍ତୁଷ୍ଟ ହେବେ। ଗନ୍ଧର୍ବ ଭାବରେ ଅନୁପମା ତାଙ୍କର ସ୍ୱଭାବ ବଦଳାଇ ପାରିବେ ନାହିଁ ଏବଂ ବାରମ୍ବାର ଅଖାଡ଼ୁଆ ବ୍ୟବହାର କରିବେ। ମନୋହର ରାଜା ହେବାର ଥିଲା। ରାଣୀଙ୍କୁ ସର୍ବଦା ସାବଧାନରେ ଚଳିବାକୁ ହେବ, ନହେଲେ କୂଟନୀତି ଦୃଷ୍ଟିରୁ ରାଜ୍ୟର ହାନି ହେବ। ଅନୁପମା ସେଭଳି ଭାବରେ ଚଳିପାରିବା ଅସମ୍ଭବ ଜାଣି ତାଙ୍କୁ ଗଭୀର ଭଲ ପାଉଥିଲେ ମଧ୍ୟ ସେ ଅଟକାଇଲେ ନାହିଁ। ଦର୍ଶକ ବନ୍ଧୁ, କାହାଣୀଟି ଭଲ ଲାଗିଥିଲେ ଗପଟିକୁ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦିଅନ୍ତୁ। ଫେସବୁକ୍ ପେଜରୁ ଦେଖୁଥିଲେ ଫଲୋ କରନ୍ତୁ।